ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଖଣ୍ଡବନ୍ଧ ପଞ୍ଚାୟତର ଇଏ ହେଉଛି ପୁରୁଣା ମାଙ୍ଗ ମା ସିଦ୍ଧରାମଚଣ୍ଡୀ ପୀଠ। ଏ ପୀଠଟି ସ୍ୱାଧୀନତା ପୂର୍ବରୁ ଏଠି ମାଙ୍କର ପୂଜା କରାଯାଉଛି। 1938 ମସିହାରୁ ଏ ଅଞ୍ଚଳର ଲୋକମାନଙ୍କର ବିଶ୍ୱାସ ଅଛି ଯେ ମାଙ୍କ ପାଖରେ ଯିଏ କେହି ବି ବ୍ୟକ୍ତି ଧ୍ୟାନ ଧାରଣାର ସହିତ ପୂଜାପାଠ କରିବ ତାଙ୍କ ମଙ୍ଗଳ କାମନା ହୁଏ। ତେବେ ଦୀର୍ଘ ବର୍ଷ ପରେ ଏଠି ଚନ୍ଦନ ଗଛଟିଏ ଚୋରି ହେଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଗତକାଲି ରାତିରେ ମାଙ୍କର ମୁକୁଟ ଆଖି ତାଡ଼ି ନେଇଛନ୍ତି ଏବଂ ସୁନା ଲକେଟ ବା ହାର କହିଲେ ଅତ୍ୟୁକ୍ତି ହେବ ନାହିଁ ତାକୁ ମଧ୍ୟ ଚୋରି କରି ନେଇଛନ୍ତି। ମନ୍ଦିରର ତାଲା ଭାଙ୍ଗିକି ଏସବୁ ହେଇଛି। ଏ ସ୍ଥାନ ବ୍ରାହ୍ମଣୀ ନଦୀ କୂଳରେ ନିକାଞ୍ଚନ ଜାଗାରେ ରାତ୍ରି ପ୍ରାୟ 8ଟା ପର୍ଯ୍ୟନ୍ତ ଏଠାରେ ଚଳପ୍ରଚଳ ଥାଏ। ପରବର୍ତ୍ତୀ ସମୟରେ ଅର୍ଦ୍ଧରାତ୍ରିରେ ଚୋରି ହୋଇଛି। ତେବେ ସକାଳୁ ଯେତେବେଳେ ମାଙ୍କର ପୂଜା କରିବାକୁ ସ୍ଥାନୀୟ ଗ୍ରାମର ମହିଳାମାନେ ଆସିଛନ୍ତି ସେ ସମୟରେ ଜାଣିପାରି ଏଠାରେ ରହୁଥିବା ବାବାଙ୍କୁ କହିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସକୁ ଖବର ଦିଆଯାଇଛି। ପୋଲିସ ଆସି ଛାନଭିନ ଜାରି ରଖିଛି। ତେବେ ଦେଖାଯାଉ ଚୋରକୁ ପୋଲିସ ଧରି ପାରୁଛନ୍ତି କି ସ୍ଥାନୀୟ ଲୋକମାନେ ମାଙ୍କ ପାଖରେ ହରିବୋଲ ହୁଳହୁଳି ଦେଇଛନ୍ତି। ଚୋରଙ୍କ କଥା ମା ନିଜେ ବୁଝନ୍ତୁ ବୋଲି ଏଭଳି କହିଛନ୍ତି। ବାବା ନା କଣ? ଏଇଠି ଆପଣ କେତେ ବର୍ଷ ରହିଲେଣି? ଏଠି 22-23 ବର୍ଷ। ଗତକାଲି ରାତିରେ କଣ ଘଟଣା ହେଲା? ଘଟଣା କଣ, ମୁଁ ଗାଧେଇକି ଆସି ଗାଧେଇବା ପଛରେ ଗାଧେଇ କୋଉଠି ଲୁଗା ବଦଳେଇକି ଗାମୁଛାଟା ଆଣି ଶୁଖଉଛି। ରାତି ଅନ୍ଧାରିଆ ଭୋର ହେଇଥିଲା, ଟିକେ ଇଏ ଥିଲା। ହଁ, ସେ ମା ଆସି ପହଞ୍ଚିଗଲେ ମନ୍ଦିର ଏଠି। କହିଲେ ବାବା କଣ ମନ୍ଦିର ଖୋଲା ହେଇଛି? ମୁଁ ସେଇଠି ହଠାତ୍ ଗଲି ସେଠି ଗାମୁଛା ଶୁଖେଇ ଦେଇକି ଦେଖିବାକୁ, ଦେଖିଲା ମନ୍ଦିର ଖୋଲା ଅଛି। ଖୋଲା ଅଛି। ମୁଁ ସେ ଭିତରକୁ ପଶିବାକୁ ଚେଷ୍ଟା କଲି। ଆମର ଜଣେ ପୁଅ ଝାଡୁ ମାରୁଥିଲେ, ସେ କହିଲେ ବାବା ଭିତରକୁ ପଶନା। କାହିଁକି ନା ସିଏ ଦେଖିବେ ଆସିକି, ତମେ ଭିତରକୁ ପଶିଲେ ଲାଭ କଣ ହବ? ତମକୁ ଇଏ କରିବେ। ମୁଁ ଭିତରକୁ ପଶିନେ ପଛେଇକି ରହିଗଲି। ପଛେଇ ରହିବା ଭିତରେ ଗାଁକୁ ପୁଅ ପିଲା ଆସିଲେ, ସେଠି ଫୋନ ଫାନ ହେଇକି ସମସ୍ତେ ଥାନା ଫାନାକୁ ଫୋନ କଲେ। ତାପରେ ଆସିକି ଚୋରି ହେଇଛି ବୋଲି ଆପଣ ଅନୁମାନ କରୁଛନ୍ତି? ଚୋରି ହେଇଛି ଗୋଟେ ହାର, ଆଉ ମକୁଟ, ଆଖି, ଆଉ ଗୋଲା ଇଏ ମଙ୍ଗଳସୂତ୍ର। ଜୟ ମା ସିଦ୍ଧରାମଚଣ୍ଡୀ। ରାମଚଣ୍ଡୀ ପୂଜା ପ୍ରତିଷ୍ଠାନର ମୁଁ ସମ୍ପାଦକ ଭାବେ କାର୍ଯ୍ୟ କରୁଛି। ଏହା ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧ ପଞ୍ଚାୟତର ପୁରୁଣା ଗ୍ରାମରେ ଅବସ୍ଥିତ। କାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ମାଙ୍କ ମନ୍ଦିରରୁ ଚୋରି କରିଛନ୍ତି। ବହୁ ଅଳଙ୍କାର, ମାଙ୍କର ମୁକୁଟ ଏବଂ ମଙ୍ଗଳସୂତ୍ର, ସୁନା ଆଖି ବହୁତ ସାମଗ୍ରୀ ନେଇ ଯାଇଛନ୍ତି। ଏ ବହୁ ପୁରାତନ ମନ୍ଦିର। ଭକ୍ତମାନଙ୍କର ମାନସିକ ବି ପୂରଣ ହୁଏ। ବହୁ ଦୂର ଦୂରାନ୍ତରରୁ ଲୋକ ଆସନ୍ତି ମାଙ୍କ ପାଖରେ ମାନସିକ କରି ଏସବୁ ଜିନିଷ ଭକ୍ତମାନେ ଦାନ କରିଥିଲେ। ବହୁ ମାତ୍ରାରେ ବି ଦାନ କରିଥିଲେ। ଇଏ ବାର୍ଷିକ ମକର ବେଳା ବି ଏଠି ହୁଏ। ମୁଁ ଏତିକି କହୁଛି, ଯୋଉ ଦୁର୍ବୃତ୍ତ ମାନେ ନେଇଛନ୍ତି ସେମାନେ ଯଦି ଫେରେଇ ଦିଅନ୍ତି ମା ତାଙ୍କର ମଙ୍ଗଳ କରିବେ। ନହେଲେ ନାହିଁ, ପୁଲିସଙ୍କର ତ ଦ୍ୱାରସ୍ଥ ଆମେ ହେଇଛୁ। କିନ୍ତୁ ଏତିକି ସମସ୍ତଙ୍କର ଭୟ ଅଛି ଯେ ମା ଚଣ୍ଡୀଙ୍କର ଏ ଅଞ୍ଚଳରେ ଯିଏ ମାଙ୍କର ଏ କାର୍ଯ୍ୟ କରିଛି, ଅକାର୍ଯ୍ୟ କରିଛି, ସେ ନିହାତି ଦଣ୍ଡ ପାଇବ। ଜୟ ମା ସିଦ୍ଧରାମଚଣ୍ଡୀ।